ଅସ୍ପରାପୁର ଗାଁର ମହାପାତ୍ର ପରିବାରର ଖ୍ୟାତି ସାତଖଣ୍ଡ ପଞ୍ଚାୟତରେ ଏବେ ବି ରହିଛି। ସବୁଠାରୁ କେବଳ ବଡ଼ ପରିବାର ପାଇଁ ନୁହେଁ, ଶୃଙ୍ଖଳିତ ଓ ମାର୍ଜିତ ଆଚରଣ ପାଇଁ ମଧ୍ୟ ଏ ପରିବାରର ନାଁ ନିଆଯାଏ। ଅନେକ ସମୟରେ ଗାଁରେ ବିବାଦ ବା କେଉଁ ପରିବାରରେ ଝଗଡ଼ା ହେଲେ ଲୋକେ ମହାପାତ୍ର ପରିବାରର ଉଦାହରଣ ଦିଅନ୍ତି। କୁହନ୍ତି, ଯାଅ ଦେଖିବ ସେ ପରିବାରକୁ 35 ଜଣିଆ କୁଟୁମ୍ବ କେମିତି ରହୁଛନ୍ତି। ଟିକେ ବି ସରଶବ୍ଦ ଶୁଭୁନି। ବଡ଼ଙ୍କୁ ସମ୍ମାନ, ସାନଙ୍କୁ ଆଦର, ନିରପେକ୍ଷ ଓ ନିଃସ୍ୱାର୍ଥପର ଆଚରଣ ଦେଖାଇଲେ ଝଗଡ଼ା କାହିଁ ହେବ? ଚାରି ପୁରୁଷ ହେଲାଣି କେମିତି ଏକ ମନ ଓ ଏକ ପ୍ରାଣରେ ଚଳୁଛନ୍ତି। ସବୁଦିନ ସମାନ ନଥାଏ। ଦିନେ ଶୁଣାଗଲା ମହାପାତ୍ର ପରିବାରରେ ଫାଟ ଦେଖାଦେଲାଣି। ଟିକେ ଟିକେ କଥାରେ ଝଗଡ଼ା ହେଉଛି, ପାଟିତୁଣ୍ଡ ହେଉଛି। ଏଥର ଘର ଭାଙ୍ଗିଯିବ। କଥାର ସତ୍ୟତା ପାଇଁ କେହି ସାହସ କରି ପଚାରି ପାରୁନଥାନ୍ତି। ଗାଁର କେତୁଟା ବଗୁଲିଆ ଟୋକା ଦିନେ ଏ କଥାଟି ପଚାରିଦେଲେ ମହାପାତ୍ର ପରିବାରର ସବୁଠାରୁ ବୟସ୍କ ଲୋକଙ୍କୁ। ଜେଜେ, କାଲି କାହିଁକି ଘରୁ ପାଟିତୁଣ୍ଡ ଜୋର ଶୁଭୁଥିଲା? 2-4 ଦିନ ତଳେ ବି ଏମିତି ଶୁଭୁଥିଲା। ଆପଣଙ୍କ ଘରେ ତ ଏମିତି ହବା କଥା ନୁହେଁ। କ'ଣ କିଛି ଅସୁବିଧା ହେଇଛି କି? ମହାପାତ୍ର ଜେଜେ ଆଉ ବେଶୀ କିଛି ନ କହି ତାଙ୍କ ବାଟରେ ଚାଲିଗଲେ। ପିଲାଟି କିଛି ବୁଝିଲା ଓ ଜେଜେଙ୍କୁ ଏଭଳି ପ୍ରଶ୍ନ କରିଥିବାରୁ ଅନୁତପ୍ତ ବି ହେଲା। ଫେରିବା ବେଳେ ସେ ବଗୁଲିଆ ଟୋକାର ପ୍ରଶ୍ନ ମହାପାତ୍ର ଜେଜେଙ୍କୁ ବାରମ୍ବାର ଆନ୍ଦୋଳିତ କରୁଥିଲା। ଆଜି ପର୍ଯ୍ୟନ୍ତ ଯାହା ହୋଇନଥିଲା ତାହା ଆଜି ହେଲା। କେତେ ଜଣଙ୍କ ପାଇଁ ପରିବାରର ସମ୍ମାନ ଆଜି ନିମ୍ନମୁଖୀ ହେଉଛି। ଘର କରି ଘରେ ରହିବା ଉଚିତ। ଦାଣ୍ଡକୁ ଗଲେ ଏହା ଅସୁନ୍ଦର। ଏହା ଅଧିକ ଘନୀଭୂତ ହେବା ପୂର୍ବରୁ ଗୋଟେ ସମାଧାନ ହୋଇଯିବା ଉଚିତ। ଘରେ ପହଞ୍ଚି ଜେଜେ ପରିବାରର ସମସ୍ତଙ୍କୁ ଡାକିଲେ ଆଉ କହିଲେ, ଆଜି ସନ୍ଧ୍ୟାରେ କେହି କୁଆଡ଼େ ଯିବନି। ଏକ ଗୁରୁତ୍ୱପୂର୍ଣ୍ଣ ମିଟିଂ ହେବ। ଜଣେ ନାତୁଣୀ ପଚାରିଦେଲା, ଜେଜେ, କି ମିଟିଂ ହେବ? ସେତିକିବେଳେ ସବୁ ଜାଣିବ। ବେଶୀ କିଛି ନ କହି ଜେଜେ ନିଜ ଶୋଇବା ଘରକୁ ଚାଲିଗଲେ। ଉପସ୍ଥିତ ପରିବାରରେ ସବୁ ସଦସ୍ୟ କେବଳ ପରସ୍ପର ମୁହଁ ଚାହାଁଚୁହିଁ ହେଲେ। ସନ୍ଧ୍ୟା ଉପନୀତ ହେଲା। ଘରର ସବୁ ସଦସ୍ୟ ଡାଇନିଂ ହଲରେ ଉପସ୍ଥିତ ହେଲେ। ଠାକୁରଙ୍କ ପୂଜାର୍ଚ୍ଚନା ସାରି ଜେଜେ ବି ସେଠାରେ ପହଞ୍ଚିଗଲେ। ସମସ୍ତଙ୍କ ଉପରେ ନଜର ପକାଇ ଆଣିଲେ ଜେଜେ। ନିଜର 3 ସାନ ଭାଇ, ସବୁ ଭାଇ ବୋହୂ, ସବୁ ପୁତୁରା ଝିଆରୀ, ନାତୁଣୀ ନାତିଙ୍କୁ ଦେଖି ତାଙ୍କ ମନ କୁଣ୍ଢେମୋଟ ହୋଇଯାଉଥାଏ। ଦୀର୍ଘ ଶ୍ୱାସଟିଏ ମାରି ଜେଜେ ନିଜ ବକ୍ତବ୍ୟ ରଖିଲେ। କହିଲେ, ପିଲାମାନେ, ମୋ ବୟସ ଏବେ 85। ମୁଁ ଏ ଘରର ମୁରବୀ କାର୍ଯ୍ୟ ଆଉ ଚଳାଇ ପାରୁନି। ତାପରେ ବୟସାଧିକ ଯୋଗୁଁ ନିଷ୍ପତ୍ତି ବି ଠିକରେ ନେଇପାରୁନି। ତେଣୁ ମୁଁ ଚାହୁଁଛି ଆଉ କେହି ଜଣେ ମୋ ଠାରୁ ଦାୟିତ୍ୱ ନିଅନ୍ତୁ ଓ ମୋତେ ବିଶ୍ରାମ ଦିଅନ୍ତୁ। ହଠାତ୍ ଜେଜେଙ୍କ ଠାରୁ ଏପରି ଏକ ପ୍ରସ୍ତାବ ଆସିବ ବୋଲି କେହି ବି ଆଶା କରିନଥିଲେ। ତେଣୁ କିଛି ସମୟ ନୀରବତାରେ କଟିଗଲା। ଅନ୍ୟ 3 ଜେଜେ ତଳକୁ ମୁହଁ କରି ବସିଥାନ୍ତି। ପ୍ରଥମେ ନୀରବତା ଭଙ୍ଗ କରି ବଡ଼ ପୁତୁରା କହିଲା, ବଡ଼ବାପା, ଆମେ ମାନୁଛୁ ଆପଣଙ୍କୁ 85 ବର୍ଷ ହେଲାଣି। ତେବେ ଆପଣ ଶାରୀରିକ ଓ ମାନସିକ ଦୃଷ୍ଟିକୋଣରୁ ଏପରି ଦୁର୍ବଳ ହୋଇନାହାନ୍ତି ଯେ ମୁରବୀ ହୋଇପାରିବେନି। ଆପଣ କେମିତି ଭାବିଲ ଯେ ଆପଣ ଥାଉ ଥାଉ ଆଉ କେହି ଏ ଘରର ମୁରବୀ ହେବ? ଆପଣ ଏ ଘର ପାଇଁ ଯାହା କରିଛନ୍ତି, ଆମମାନଙ୍କୁ ଯେଉଁ ସ୍ନେହ ଶ୍ରଦ୍ଧା ଆଦରରେ ବଢ଼ାଇ ମଣିଷ କରିଛନ୍ତି, ତାହା ଆମେ 100 ଜନ୍ମରେ ବି ଭୁଲି ପାରିବୁନି। ଆପଣ ମୁରବୀ ଥିଲେ ଓ ରହିବେ ମଧ୍ୟ। ବଡ଼ ପୁତୁରାର କଥା ସରିଛି କି ନାହିଁ, ଜଣେ ନାତି ଉଠିପଡ଼ି କହିଲା, ଯଦି ବଡ଼ ଜେଜେ ଚାହୁଁନାହାନ୍ତି ତେବେ ତାଙ୍କୁ ବାଧ୍ୟ କରାଯାଉଛି କାହିଁକି? କ'ଣ ଆଉ କେହି ଯୋଗ୍ୟ ମୁରବୀ ଏ ଘରେ ନାହାନ୍ତି? ଏମିତି ତ ବଡ଼ ଜେଜେଙ୍କ ମୁଣ୍ଡ ଠିକ୍ ସେ କାମ କରୁନି। ଭୁଲ ଭାଲ ନିଷ୍ପତ୍ତି ନେଉଛନ୍ତି। ତେଣୁ ନୂଆ ମୁରବୀ ହେବା ଦରକାର। ବିଟେକ୍ ପଢ଼ୁଥିବା ଜଣେ ନାତୁଣୀ ବି ଭାଇର କଥାକୁ ସମର୍ଥନ କରି କହିଲା, ଉଇ ନିଡ୍ ଚେଞ୍ଜ। କେତେ ଦିନ ସେଇ ପୁରୁଣା ଘଷାପିଟା ହୋଇ ଚାଲିଥିବ? ନୂଆ ପିଢ଼ିଙ୍କୁ ସୁଯୋଗ ଦିଆଯାଉ। ପରିସ୍ଥିତି ଅଧିକ ବିଶୃଙ୍ଖଳିତ ହେବାକୁ ଯାଇଥିବା ଦେଖି ବଡ଼ ମଝିଆ ଜେଜେ ଉଠି
ତାଗିଦ କରିବା ଢଙ୍ଗରେ କହିଲେ, ତୁମକୁ ଅଧିକ ଗେଲବସର ଓ ଆଦର କରିବାର ଫଳ ଏବେ ଆମେ ଦେଖୁଛୁ। ବଡ଼ ଓ ଗୁରୁଜନଙ୍କ ଆଗରେ କିପରି କଥା କୁହାଯାଏ ଏପର୍ଯ୍ୟନ୍ତ ଶିଖିପାରିଲନି। ଏଇ ସଂସ୍କାର ଶିଖିଛ। ଆଉ ଜଣେ ନାତି ଉଠି ପଡ଼ି କହିଲା, ସେଇ ସଂସ୍କାର କହି ତ ଆମ ପାଟି 2 ଦଶନ୍ଧି ଧରି ତୁମେମାନେ ଚୁପ୍ କରି ରଖିଛ। ଆମର ସ୍ୱାଧୀନତା ବୋଲି କିଛି ନାହିଁ। ତୁମେମାନେ ଯାହା ଚାହିଁବ ତାହା ହେବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ କେବେ ଆମ ମତାମତ ନେଇଛ? ଆମେ କ'ଣ ଚାହୁଁଛୁ କେବେ ତାହା ଜାଣିବାକୁ ଚେଷ୍ଟା କରିଛ? ବଡ଼ ମଝିଆ ଜେଜେ କେବେ ବି ଆଶା କରିନଥିଲେ ଯେ ତାଙ୍କ ନାତି ତାଙ୍କୁ ଏମିତି ଉତ୍ତର ଦେବ। ନିଜକୁ ଆଉ ସେ ସମ୍ଭାଳି ପାରୁନଥିଲେ। ଚିତ୍କାର କରି ପଚାରିଲେ, ତେବେ ତୁମେମାନେ କ'ଣ ଚାହୁଁଛ? ଆମେ ଚାହୁଁଛୁ ସ୍ୱାଧୀନତା ଓ ସେଇଥିପାଇଁ ଆବଶ୍ୟକ ପରିବର୍ତ୍ତନ। ଏକାସ୍ୱରରେ ନାତି ନାତୁଣୀମାନେ ଜବାବ ଦେଲେ। ବଡ଼ ଜେଜେ ନୀରବ, ସାନ ଜେଜେ 2 ଜଣ ବି। ବଡ଼ ମଝିଆ ଜେଜେ ପଚାରିଲେ, ତେବେ କିଏ ଦାୟିତ୍ୱ ନେବ? କୁହ, ନିର୍ବାଚନ ହେଉ। ସମସ୍ତେ ତାଙ୍କ ମନ ପସନ୍ଦର ମୁରବୀ ବାଛନ୍ତୁ। ସାନ ଜେଜେ ପ୍ରସ୍ତାବ ଦେଲେ। ନିଷ୍ପତ୍ତି ହେଲା, ଭୋଟ ହେବ। ଗଣତାନ୍ତ୍ରିକ ପଦ୍ଧତିରେ ମହାପାତ୍ର ପରିବାରରେ ମୁରବୀ ଚୟନ ହେବ। ଘଣ୍ଟାରେ ସେତେବେଳକୁ ରାତି 8। ନିଷ୍ପତ୍ତି ହେଲା, ରାତି 9ରେ ଭୋଟ ହେବ। ଘଣ୍ଟାଏ ଭିତରେ ପ୍ରଚାର ସରିବ। ବଡ଼ ଜେଜେ ଅବଜର୍ଭର ରହିବେ। ଅନ୍ୟ 3 ଜେଜେ ନିର୍ବାଚନ ପରିଚାଳନା କରିବେ। ସମସ୍ତେ ନିଜ ନିଜର ମନପସନ୍ଦର ପ୍ରାର୍ଥୀଙ୍କ ନାମ ପାଖରେ ଠିକ୍ ଚିହ୍ନ ମାରିବେ। 9:30ରେ ବିଜୟୀ ମୁରବୀଙ୍କ ନାମ ଘୋଷଣା ପରେ ରୋଷେଇ ହେବ। 3 ଜେଜେଙ୍କ ଅନୁରୋଧରେ ବଡ଼ ଜେଜେ ବହୁ କଷ୍ଟରେ ରାଜି ହେଲେ ପ୍ରାର୍ଥୀ ହେବାକୁ। ମୋଟ 6 ଜଣ ପ୍ରାର୍ଥୀ ନିର୍ବାଚନରେ ଠିଆ ହୋଇଥିଲେ। ସେଦିନ ମହାପାତ୍ର ପରିବାରର ମୁରବୀ ନିର୍ବାଚନରେ 4 ଜେଜେଙ୍କ ସହ ଜଣେ ନାତି ଓ ଜଣେ ନାତୁଣୀ। ଓଲ୍ଡ ଜେନେରେସନ୍ ଭର୍ସେସ୍ ନ୍ୟୁ ଜେନେରେସନ୍। ମୋଟ 35 ଜଣ ଭୋଟ ଦାନ କରିଥିଲେ। ଭୋଟ ହାର ଥିଲା 100%। ଶାନ୍ତି ଶୃଙ୍ଖଳାରେ ଭୋଟ ଦାନ ସରିଲା ପରେ ଭୋଟ ଗଣତି ଆରମ୍ଭ ହେଲା। ଠିକ୍ 9:30ରେ ବିଜୟୀ ମୁରବୀ ପ୍ରାର୍ଥୀଙ୍କ ନାମ ବଡ଼ ମଝିଆ ଜେଜେ ଘୋଷଣା କଲେ। ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ଅମାନତ ଉଡ଼ାଇ 34ଟି ଭୋଟ ପାଇଥିଲେ ବଡ଼ ଜେଜେ। ଗୋଟିଏ ଭୋଟ ନାକଚ ହୋଇ ଯାଇଥିଲା। ପରିବାରର 34 ସଦସ୍ୟ ସେଦିନ ପାଦ ଛୁଇଁ ଆଶୀର୍ବାଦ ଲୋଡ଼ିଥିଲେ ବଡ଼ ଜେଜେଙ୍କର। ଖାଇବା ବେଳେ ସାନ ନାତୁଣୀ ପଚାରିଥିଲା, ବଡ଼ ଜେଜେ, ତୁମେ ଜାଣିଶୁଣି ତୁମ ଭୋଟକୁ ନାକଚ କରିଦେଲ ନା? ବଡ଼ ଜେଜେ କିଛି ବି ଉତ୍ତର ଦେଇ ନଥିଲେ। 2 ବୁନ୍ଦା ଅଶ୍ରୁ ଯାହା ନିଗିଡ଼ି ପଡ଼ିଥିଲା ତାଙ୍କ ଅଶ୍ରୁଳ ଚକ୍ଷୁଦ୍ୱୟରୁ। ବନ୍ଧୁଗଣ, ଫ୍ୟାମିଲି ଷ୍ଟୋରିଟି କେମିତି ଲାଗିଲା? ଭଲ ଲାଗିଥିଲେ ଲାଇକ୍, ସବସ୍କ୍ରାଇବ୍ କରିବେ।